सो हेलो एवरीवन आज आम एनालिसिस करवा 5 जून रे आसीथिबा फास्ट शिफ्टर आरआई ओमनो एग्जाम रो जीके क्वेश्चन ता सहित सब क्वेश्चन भी एनालिसिस करवा। तो पैटर्न सेम रोची कोटारे मैथ टिके 4-5टा क्वेश्चन हार्ड पकाउची कि कोटारे 20टा जगह क्वेश्चन मॉडरेट रो इजी टू मॉडरेट लेवल रो ही पकाउची। जीके କରିପାରିଲା ଭଳିଆ ପକାଉଛି 10ଟାରୁ 12ଟା ଆରାମସେ କରିହେବ। ଆଉ ଯେଉଁ 7-8ଟା ରହୁଛି ଟିକେ ମାନେ କରିବା ପାଇଁ ଡିଫିକଲ୍ଟ ରହୁଛି। ଆଜି ବେଶୀ ଜିକେ ବେଶୀ ହାର୍ଡ଼ ପକେଇନି, ନର୍ମାଲାଇଜ୍ କରିହେଲା ଭଳିଆ ପକେଇଛି। ତ ଆଜି ଫାଷ୍ଟ ଆମେ ଆନାଲିସିସ୍ କରିବା ଜିକେ କ୍ୱେଶ୍ଚନ୍। ତ ଜିକେର କ୍ୱେଶ୍ଚନ୍ ଦେଖନ୍ତୁ, ଆଜି ପକେଇଥିଲା ପଦ୍ମାବତ ବୁକ୍ର ରାଇଟର କିଏ। ସେକେଣ୍ଡ କ୍ୱେଶ୍ଚନ୍ ଦେଖନ୍ତୁ, ଇଷ୍ଟ କୋଷ୍ଟ ରେଲୱେର ହେଡ଼କ୍ୱାର୍ଟର କେଉଁଠି। ଲାର୍ଜେଷ୍ଟ ସଲ୍ଟ ୱାଟର ଲେକ୍ ଇନ୍ ଇଣ୍ଡିଆ। ତାପରେ ଟ୍ରିଟି ଅଫ୍ ଦେଓଗାଁव 1803 ସେ କ୍ୱେଶ୍ଚନ୍ ପକେଇଥିଲା। ନ୍ୟାସନାଲ୍ ଆକ୍ୱାଟିକ୍ ସ୍ପୋର୍ଟସ୍ ଭେନ୍ୟୁ ହେଟା ପକେଇଥିଲା। ତାପରେ ଦିଲ୍ଲୀ ହାଇକୋର୍ଟ ଚିଫ୍ ଜଷ୍ଟିସ୍ର କ୍ୱେଶ୍ଚନ୍ ପକେଇଥିଲା। ତାମାନେ ଏଇଟା କିଏ ଦିଲ୍ଲୀ ହାଇକୋର୍ଟ ଚିଫ୍ ମାନେ ଦିଲ୍ଲୀ ହାଇକୋର୍ଟର ଚିଫ୍ ଜଷ୍ଟିସ୍ କିଏ, ସେମିତି ଟାଇପ୍ର କ୍ୱେଶ୍ଚନ୍ଟା ଆସିଥିଲା। ତାପରେ କଣ୍ଟ୍ରି ଅଫ୍ ଥଣ୍ଡର ଡ୍ରାଗନ୍ ଏଇଟା କ'ଣ ଆନ୍ସର୍ ହେବ। ଭୁଟାନ ହେବ, ଏଇଟା ଆମେ ସମସ୍ତେ ଜାଣିଛନ୍ତି। ତାପରେ ମହାତ୍ମା ଗାନ୍ଧୀ ସାଉଥ ଆଫ୍ରିକାରୁ ଫେରିଲା ପରେ କାହା ସହ ଆନ୍ଦୋଳନ କରିଥିଲେ, ଏଇଟା ଗୋଟେ କ୍ୱେଶ୍ଚନ୍ ଆସିଥିଲା। ତାପରେ 200 ମିଟର ନ୍ୟାସନାଲ୍ ଆୱାର୍ଡ଼ ଏମିତି କିଏ ଗୋଟେ ଜିତିଥିଲେ, ଅନିମେଷ କୁଜୁ ନା କ'ଣ ସେମିତି ଟାଇପ୍ର ଏଇଟା ଆନ୍ସର୍ଟା ହେବ। ତାପରେ ଯେଉଁ ନ୍ୟାସନାଲ୍ କମିଶନ୍ ଫର୍ ବ୍ୟାକୱାର୍ଡ଼ କ୍ଲାସେସ୍ ଏନ୍ସିବିସିରୁ କ୍ୱେଶ୍ଚନ୍ ଆସିଥିଲା। ତାପରେ ହାଉ ଅକ୍ସିଜେନ୍ ଟ୍ରାନ୍ସଫର୍ ଫ୍ରମ୍ ଲଙ୍ଗସ୍, ମାନେ ଲଙ୍ଗସ୍ ଭିତରକୁ ମାନେ ଅକ୍ସିଜେନ୍ କେମିତି ଟ୍ରାନ୍ସଫର୍ ହୁଏ, ସେମିତି ସେଟା ଗୋଟେ ସାଇନ୍ସରୁ କ୍ୱେଶ୍ଚନ୍ ଆସିଥିଲା। ଡବଲ୍ ଡିସପ୍ଲେସମେଣ୍ଟ ରିଆକ୍ସନ୍ ଏଇଟା ପ୍ରାୟତଃ କ୍ୱେଶ୍ଚନ୍ ଆସୁଛି। ଡବଲ୍ ଡିସପ୍ଲେସମେଣ୍ଟ ରିଆକ୍ସନ୍, ସିଙ୍ଗଲ୍ ଡିସପ୍ଲେସମେଣ୍ଟ ରିଆକ୍ସନ୍ ଏଇଟା କ୍ୱେଶ୍ଚନ୍ ଆସୁଛି। ତାପରେ ଅଣ୍ଡର-19 ଖୋଖୋ ହୁଇଚ୍ ଷ୍ଟେଟ୍ ୱିନର୍, ଏଇଟା ଆଇଦର ୱିନର୍ ଗୋଟେ ପକେଇଥିଲା କିମ୍ବା ହୋଷ୍ଟ ପକେଇଥିଲା, ଠିକ୍ ସେ ମନେ ପଡ଼ୁନି। ତାପରେ ଇଣ୍ଡିଆ ୱନ୍ ଫାର୍ଷ୍ଟ ଟାଇମ୍ କ୍ରିକେଟ୍ ୱାର୍ଲଡ କପ୍ ଇନ୍ ହୁଇଚ୍ ଇୟର୍, ଇଣ୍ଡିଆ କେବେ ପ୍ରଥମ ୱାର୍ଲଡ କପ୍ ଜିତିଲା, ଏଇଟା ହେବ କେତେ ହେବ, 1983 ହେବ। କମ୍ପ୍ୟୁଟର କ୍ୱେଶ୍ଚନ୍ ଦେଖନ୍ତୁ, କମ୍ପ୍ୟୁଟରର ପ୍ରାୟତଃ ୱାନ୍ ଲାଇନର୍ କ୍ୱେଶ୍ଚନ୍ ଆସୁଥିଲା। ତ ଏବେ ପ୍ରାୟତଃ ପ୍ରାକ୍ଟିକାଲ୍ କ୍ୱେଶ୍ଚନ୍ ଆସୁଛି। କମ୍ପ୍ୟୁଟର ଦେଖନ୍ତୁ ପ୍ରାକ୍ଟିକାଲ୍ ବେସ୍ଡ କ୍ୱେଶ୍ଚନ୍ କିଛି ଆସୁଛି। ତାପରେ ଦେଖନ୍ତୁ ଆଜି କ୍ୱେଶ୍ଚନ୍ ଆସିଲା କି ଅଲ୍ ଇନଷ୍ଟଲ୍ ଆପ୍ସ କ୍ୟାନ୍ ବି ସିନ୍, ସବୁ ଇନଷ୍ଟଲ୍ ଆପ୍ସଟା କେଉଁଠାରେ ମାନେ ଆମେ ଦେଖିପାରିବା। ତାର ଯେଉଁ ଟାସ୍କ ମ୍ୟାନେଜର ଫଙ୍କସନ୍ କ'ଣ ସେଟା ଗୋଟେ କ୍ୱେଶ୍ଚନ୍ ଆସିଥିଲା। ପାୱାର ପ୍ଲାଣ୍ଟର ସ୍ଲାଇଡ୍ ଉପରୁ ଗୋଟେ କ୍ୱେଶ୍ଚନ୍ ଆସିଥିଲା। ଫଣ୍ଟ କଲର୍ ଚେଞ୍ଜ ଉପରୁ କ୍ୱେଶ୍ଚନ୍ ଆସିଥିଲା। ୱାର୍କ ବୁକ୍ର ସେଭ୍ ଏଜ୍ର କାମ କ'ଣ, କିମ୍ବା ଦେଇଥିଲା ନିମ୍ନୋକ୍ତ ମଧ୍ୟରୁ ସେଭ୍ ଏଜ୍ଟା କଲେ କେଉଁଟା ଶୋ କରିବନି, ଏମିତି ଟାଇପ୍ର ଗୋଟେ କ୍ୱେଶ୍ଚନ୍ ଆସିଥିଲା। ଆଉ ଏକ୍ସେଲ୍ରୁ ମଧ୍ୟ ବି କ୍ୱେଶ୍ଚନ୍ ଆସିଥିଲା। ତାପରେ ନେକ୍ସଟ ଆମେ ଦେଖିବା ମ୍ୟାଥ୍ ଦେଖିବା। ମ୍ୟାଥ୍ର ପ୍ରଫିଟ୍ ଆଣ୍ଡ ଲସ୍ରୁ କ୍ୱେଶ୍ଚନ୍ ଆସିଥିଲା। ତାପରେ ପରସେଣ୍ଟେଜ୍ରୁ କ୍ୱେଶ୍ଚନ୍ ମଧ୍ୟ ଆସିଥିଲା। ତାପରେ ବୋଟ୍ ଆଣ୍ଡ ଷ୍ଟ୍ରିମ୍ରୁ କ୍ୱେଶ୍ଚନ୍ ଆସିଥିଲା। ଏଭରେଜ୍ରୁ ଆସିଥିଲା। କମ୍ପାଉଣ୍ଡ ଇଣ୍ଟରେଷ୍ଟ, ସିମ୍ପଲ୍ ଇଣ୍ଟରେଷ୍ଟ, ମାନେ ସାଧାରଣତଃ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆଉ ସିମ୍ପଲ୍ ଇଣ୍ଟରେଷ୍ଟର ବେଶୀ ଡିଫରେନ୍ସ 2 ଇୟର୍ ଡିଫରେନ୍ସର ହିଁ କ୍ୱେଶ୍ଚନ୍ ଆସୁଛି ହେଲା। ବେଶୀ ନୁହେଁ, ଇଜି ଟୁ ମଡରେଟ୍ ଆସୁଛି, ବେଶୀ ହାର୍ଡ଼ ଆସୁନି। ଟାଇମ୍ ସ୍ପେଣ୍ଡ ଡିଷ୍ଟାନ୍ସର କ୍ୱେଶ୍ଚନ୍ ଆସିଥିଲା। ରେକ୍ଟାଙ୍ଗଲରୁ ଆଜି ଗୋଟେ କ୍ୱେଶ୍ଚନ୍ ଆସିଥିଲା ରେକ୍ଟାଙ୍ଗଲରୁ। ଆଉ ଗୋଟେ ଟ୍ରାୟାଙ୍ଗଲର ଗୋଟେ ତ୍ରିଭୁଜ ଜୋମେଟ୍ରି ଉପରୁ ଗୋଟେ ଟ୍ରାୟାଙ୍ଗଲର କ୍ୱେଶ୍ଚନ୍ ଆସିଥିଲା। ସେଇଟା ହେଉଛି ଗୋଟେ କ'ଣ ନା ଷ୍ଟେଟମେଣ୍ଟ ବେସ୍ଡ ଟାଇପ୍ର ଗୋଟେ କ୍ୱେଶ୍ଚନ୍ ଆସିଥିଲା। ଆଉ ମିନ୍ ମୋଡ୍ ମେଡିଆନ୍ରୁ ମଧ୍ୟ କ୍ୱେଶ୍ଚନ୍ ବି ଆସିଥିଲା। ତାପରେ ଆମେ ଦେଖିବା ରିଜନିଂର ଡିରେକ୍ସନ୍ରୁ କ୍ୱେଶ୍ଚନ୍ ଆସିଥିଲା। ବ୍ଲଡ୍ ରିଲେସନ୍ରୁ କ୍ୱେଶ୍ଚନ୍ ଆସିଥିଲା। ସିଲୋଜିମ୍ରୁ ଆସିଥିଲା। ଆଲଫାବେଟ୍ ସିରିଜ୍ରୁ କ୍ୱେଶ୍ଚନ୍ ଆସିଥିଲା। ତାପରେ ସିଟିଂ ଆରେଞ୍ଜମେଣ୍ଟରେ ବି କ୍ୱେଶ୍ଚନ୍ ଆସିଥିଲା। ପ୍ରାୟତଃ ସବୁ ସିଫ୍ଟରେ ଗୋଟେ ଯେଉଁ ସାର୍କୁଲାର ଏମିତି ହେଇକି ବସନ୍ତି ସେଟା ଦେଇଥାଏ, କିମ୍ବା 1 ଫ୍ଲୋର୍ 2 ଫ୍ଲୋର୍ 3 ଫ୍ଲୋର୍ ଏମିତି ଯେଉଁ ଅପର୍ ଡାଉନ୍ ହେଇକି ଫ୍ଲୋର୍ ଥାଏ ସେମିତି ଗୋଟେ ଆରେଞ୍ଜମେଣ୍ଟର କ୍ୱେଶ୍ଚନ୍ ଦେଇଥାଏ। ଓଡ଼ିଆରେ ଦେଖିବା, ଓଡ଼ିଆର ଅନୁବାଦ ଆସିଥିଲା, ମାନେ ଟ୍ରାନ୍ସଲେସନ୍ ଆସୁଛି। ତତ୍ସମ ଓ ତଦ୍ଭବ ଶବ୍ଦଟା ଆସିବା ଫିକ୍ସ, ଏଇଟା ଗୋଟେ ଫିକ୍ସ ପ୍ୟାଟର୍ନ ରହିଛି ଯେ ପର୍ 3ଟା ସିଫ୍ଟରୁ ସବୁ 2ଟା ସିଫ୍ଟର ତତ୍ସମ ଶବ୍ଦ ତଦ୍ଭବ ଶବ୍ଦ ଆସିବ। ମିନିମମ୍ଟା 2ଟା କ୍ୱେଶ୍ଚନ୍ ସେ ଆସୁଛି। ନିମ୍ନୋକ୍ତ ମଧ୍ୟରୁ କେଉଁଟା ତତ୍ସମ ଶବ୍ଦ, ନିମ୍ନୋକ୍ତ ମଧ୍ୟରୁ କେଉଁଟା ତଦ୍ଭବ ଶବ୍ଦ, ଏମିତି। ଅନୁଚ୍ଛେଦ 5ଟା କ୍ୱେଶ୍ଚନ୍ ଆସିବା ଫିକ୍ସ, ପୁରା ଥୁଆ, ମାନେ 5ଟା ଅନୁବାଦ ଆସିଥିବ, 5ଟା ଭିତରୁ ବାଛିକି ଲେଖିବ, ସେଟା ପୁରା ଫିକ୍ସ ରହୁଛି। ଟ୍ରାନ୍ସଲେସନ୍ ଆସୁଛି। ରୂଢ଼ି ଓ ଲୋକବାଣୀ ଆଜି ଆସିଥିଲା। ତାହେଲେ ଶାନ୍ତର ବିପରୀତ ଶବ୍ଦ। ତ ଇଂଲିଶରେ ଦେଖନ୍ତୁ, ଇଂଲିଶର ପ୍ରିପୋଜିସନ୍ ସିନ୍ସରେ କ୍ୱେଶ୍ଚନ୍ ଆସିଥିଲା। ସିନ୍ସ ଦେଇ ଗୋଟେ ପ୍ରିପୋଜିସନ୍ ଦେଇଥିଲା। ଡାଇରେକ୍ଟ ସ୍ପିଚ୍ ଇନଡାଇରେକ୍ଟ ସ୍ପିଚ୍ର କ୍ୱେଶ୍ଚନ୍ ଆସିଥିଲା। ଆକ୍ଟିଭ୍ ପେସିଭ୍ର କ୍ୱେଶ୍ଚନ୍ ଆସିଥିଲା। ଆଉ ଯେଉଁ ବ୍ରାକେଟ୍ ଫୁଲଫିଲ୍ ଏମିତି ଦେଇଥିବ, ସେଣ୍ଟେନ୍ସ ବ୍ରାକେଟ୍ ଦେଇଥିବ, ଅପସନ୍ ଦେଇଥିବ, ଏ ଭିତରୁ କେଉଁଟା ହେବ ସେଟା ଆସିଥିଲା। ସିନୋନିମ୍ସ, ଆଣ୍ଟୋନିମ୍ସ ଆଉ ଡିପ୍ଲୟର ଆଣ୍ଟୋନିମ୍ସ କ'ଣ ଏଟା ଆସିଥିଲା। ତାପରେ ସ୍ପେଲିଂ ଚେକ୍, ଆଟ୍ରିବ୍ୟୁଟ୍ର ସ୍ପେଲିଂ ଚେକ୍ ଆସିଥିଲା। ୱାନ୍ ୱାର୍ଡ଼ ଇଡିୟମ୍। ତ ପ୍ରାୟତଃ ପ୍ୟାଟର୍ନ ସିମିଲାର ରହୁଛି। ଏମିତି ନୂଆ କ୍ୱେଶ୍ଚନ୍ କିଛି ଏମିତି ଦେଖିବାକୁ ମିଳୁନି। କେଉଁ ସିଫ୍ଟରେ ଟିକେ ପ୍ୟାଟର୍ନ ଚେଞ୍ଜ ହେଇଯାଉଛି। ଜିକେ 10ଟା 12ଟା କରି ହେଉଛି ଆରାମସେ। ଇଂଲିଶ ଆରାମସେ ବି କରି ହେଉଛି। 3-4ଟା ଟଫ୍ ରହୁଛି, ନହେଲେ କରି ହେଉଛି। ମ୍ୟାଥ୍ର ପ୍ୟାଟର୍ନ ପୁରା ସେମ୍ ଅଛି। ମ୍ୟାଥ୍ କିଛି ସେମିତି ଏକ୍ସଟ୍ରା ନାହିଁ ଯେ ଲେନ୍ଦି କ୍ୱେଶ୍ଚନ୍ କିମ୍ବା ହାର୍ଡ଼ କ୍ୱେଶ୍ଚନ୍ ପଡ଼ୁଛି। ମ୍ୟାଥ୍ର ପ୍ୟାଟର୍ନ ପୁରା ଫିକ୍ସ ରହୁଛି। ଭଲ କ୍ୱେଶ୍ଚନ୍ ଆସୁଛି। 15ଟା କ୍ୱେଶ୍ଚନ୍ ତୁମେ ଆରାମସେ ଇଜିଲି କରିପାରିବ। ତେଣୁ
ଯଦି ମୋ ଆନାଲିସିସ୍ ତୁମକୁ ଭଲ ଲାଗିଥିବ ତାହେଲେ କମେଣ୍ଟରେ ନିଶ୍ଚିତ ଜଣାଇବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ରହିଲି, ଥ୍ୟାଙ୍କ୍ସ।